ଜୟ ଜଗନ୍ନାଥ। କଥା ମଲ୍ହାରର ସ୍ୱାଗତ ତୋରଣ ଆପଣମାନଙ୍କ ପାଇଁ ଉନ୍ମୁକ୍ତ। ଗପ ଶୁଣନ୍ତୁ, ଭଲ ଲାଗିଲେ ଅନ୍ୟମାନଙ୍କୁ ଶୁଣିବାକୁ ଦିଅନ୍ତୁ। ଯଦି ପ୍ରଥମେ ଆମର ନୋଟିଫିକେସନ୍ ପାଇବାକୁ ଚାହାନ୍ତି, ତେବେ ବେଲ୍ ଆଇକନ୍କୁ ଦବେଇ ଦିଅନ୍ତୁ। ଶୁଣିବା ଆଜିର ଗପ ମଲ୍ଲି, କାଲି, ଆଜି ଆଉ କାଲି। ରଚନା ଏବଂ ଉପସ୍ଥାପନା ମଧୁମିତା ମହାନ୍ତି। ଟିକେ ଦେଖିଲ କେଳା ପୁଅ ମୋ ବୋହୂ ମାଆକୁ। ଏତେ ସୁଧାର ରୂପର ଗୁଣର ମୋ ସାନ ବୋହୂ, ହେଲେ ଗଛରେ କଷି କାହିଁକି ଧରୁନି? ପୁଅଟାର ବି ମନ ମରିଗଲାଣି ଯେ ସେ ଅଲଗା ଫୁଲର ବାସ୍ନା ଖୋଜିଲାଣି। କହୁ କହୁ ସେଇଠି ବସି ପଡ଼ିଲା ବୁଢ଼ୀ। କେଳା ମୁଣ୍ଡ ଟେକି ଅନେଇଲା। ଆଃ, ସାମ୍ନାରେ କିଏ? ମାନବୀ ନା ଦେବୀ? ୟାକୁ ଛାଡ଼ି ଗେରସ୍ତ ୟାର ଭିନ୍ନ ଫୁଲର ବାସ୍ନା ଖୋଜୁଛି ପୁଣି। ଲାଜରେ ଜଡ଼ସଡ଼ ହେଇ କାନ୍ଥ ଦେହରେ ଏକ ପ୍ରକାର ଲେସି ହେଇ ଠିଆ ହେଇଥିଲା ବୋହୂଟି। ଚମ୍ପାନାଗ ବର୍ଣ୍ଣର ଦେହରେ ଖରା ଧାସ ବାଜି କେମିତି ନାଲିଚିଆ ଦିଶୁଥିଲା ମୁହଁଟି। ଠିକ୍ ତମ୍ବା ନାଗ ରଙ୍ଗର। ଓଢ଼ଣାରେ ଅଧାଲୁଚା ମୁହଁ ତଳୁ ଦିଶୁଛି ନାକର ଫାସିଆ। ନାଗମୁଣ୍ଡର କଠଉ ନୁହେଁ, ପଦ୍ମଚିହ୍ନ ପରି। ଅବଗୁଣ୍ଠନର ସବୁ କଟକଣାକୁ ଅବହେଳା କରି ବୋଧହୁଏ ପଛପଟୁ ବେଣୀ ଲମ୍ବି ଯାଇଛି କଳା ନାଗ ଭଳି, ପୁଣି ଲୁଚି ଯାଉଛି। ବୋହୂଟି କାନ୍ଥରେ ଏମିତି ଜାକି ହେଇଯାଇଛି ଯେ ଲାଗୁଛି ସତେ ଯେମିତି କାନ୍ଥୁଆ ନାଗଟା ରାସ୍ତା ଖୋଜୁଛି ଧୀରେ ଧୀରେ ଉପରକୁ ଉଠି କୋଉ ଖୋପରେ ଆଶ୍ରା ନେବା ପାଇଁ। ଆଃ, ଏ ନାଗବନରେ ପଦ୍ମତୋଳା ଶୁଣେଇବାର ଭାଗ୍ୟ ଈଶ୍ୱର ଯେଉଁ ପୁରୁଷକୁ ଦେଲେ, ସିଏ ପୁଣି ୟାକୁ ପାଦରେ ଠେଲି ଦେଇ। ଆଃ, ଚିତ୍କାର କରି ଅନେଇଲି ମୁଁ। ମୋ ବାହୁ ଧରି ଜେଜିମା କୋଳରୁ ଝିଙ୍କି ଆଣି ତଳେ କଚାଡ଼ି ଦେଲା। ବିଧା ଗୋଇଠା ମୋ ଉପରେ ବର୍ଷୁ ବର୍ଷୁ ସେ ଚିତ୍କାର କରୁଥିଲା, ରନ୍ଧା ନାହିଁ ବଢ଼ା ନାହିଁ। ଏଠି ଜେମା ଗପ ଶୁଣିଲେ ଘର କାମ କିଏ କରିବ? କାଠ ଆସିଛି ଆଜି? ଭାତ ରାନ୍ଧିଛୁ? ତୁଣ କରିଛୁ? ନାଣ୍ଡି, ଚେମି, ଶୁକୁଟା, ବାଇଆ, ବୈରାଗୀ ଖାଇବେ କ'ଣ? ଅନ୍ତୁଡ଼ିରେ ଅଛି ତିରିଲାଟା, ତବତ ଗଣ୍ଡେ ଖାଇବ। କରିବ କିଏ? ଆଜି ହାଜିର କାମକୁ ଯାଇଥିଲୁ? ଦେ ପଇସା ଦେ କାଢ଼ ସବୁ। ଜେଜିମା ପାଟି କଲା, ଅଳପେଇଷା, ରୋଜ ମଦ ପିଇ ଆସି ଛୁଆଟା ଉପରେ ହାତ ସୁଖ ସାରୁଛୁ। 9 ବରଷର ଝିଅଟା ମୋର। ଘର କାମ କରି କରି 7 ହୀନସ୍ତା ହେଲାଣି, ତୋ ମନ ଆହୁରି ପୁରୁନି। ମଦ ପିଇବାକୁ ପଇସା ଆଣ୍ଟୁନି ଯେ ତାକୁ ହାଜିରି କାମକୁ ପଠଉଛୁ। ତଥାପି ତୋ ମନରେ ଶାନ୍ତି ନାହିଁ। ତୋ ଘରେ ଆଜିଠୁ ମୁଁ ରହିବିନି କି ମଲ୍ଲି ରହିବନି। ମୁଁ ଯାଉଛି ସେ ଦାସବାବୁ ପୁଲିସ ଘରକୁ, ତୋ ମଜ୍ଜା ଛଡ଼ଉଛି। ପୁଲିସ ନାଁ ଶୁଣି ବା ଟିକେ ଚୁପ୍ ହେଲା। ଜେଜେମା ମୋତେ ଆଣି ଛାଡ଼ିଦେଲା ଏଇଠି ଦାସବାବୁଙ୍କ ଘରେ। ବୁଢ଼ା ଶ୍ୱଶୁର ଆଉ କୁନି ପୁଅକୁ ଧରି ଚାକିରି କରୁ କରୁ ତାଙ୍କ ଝିଅ ଅନି ଦିଦି 12 ହୀନସ୍ତା ହଉଥିଲେ। ମୋତେ ଦେଖି ସେ ଭାରି ଖୁସି ହେଇଗଲେ। ପ୍ରାୟତଃ ଏକାଦମରେ ଏତିକି କହି ନିଶ୍ୱାସ ନେଲା ମଲ୍ଲି, 9-10 ବର୍ଷର କୁନି ଝିଅଟି। ଗତ ସପ୍ତାହରେ ହିଁ ମୁଁ ଶିଶୁ ଶ୍ରମିକ ନିର୍ଯାତନା ନିବାରଣ ମଞ୍ଚର ସଭାପତି ଭାବେ ନିର୍ବାଚିତ ହୋଇଥିଲି। ସେଇଠି ଆମର ସିଦ୍ଧାନ୍ତ ନିଆଯାଇଥିଲା, ପ୍ରଥମେ ଗୃହ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଶିଶୁମାନଙ୍କୁ ଆମେ ମୁକ୍ତ କରିବୁ। ଗତ ସନ୍ଧ୍ୟାରେ ମୁଁ ବୁଲୁ ବୁଲୁ ଅନି ମ୍ୟାଡମଙ୍କ ଘର ଆଡ଼େ ଚାଲି ଯାଇଥିଲି। ସେଇଠି ମୁଁ ଆମ ମଞ୍ଚର କାର୍ଯ୍ୟକ୍ରମ ବିଷୟରେ ତାଙ୍କୁ କହୁଥିଲି। କାହିଁକି ନା ତାଙ୍କ ଘରେ ବି ଛୋଟ ଝିଅଟେ କାମ କରୁଥିବାର ଖବର ମୁଁ ପାଇସାରିଥିଲି। ସେଇଠି କାଲି ହିଁ ପ୍ରଥମେ ଦେଖିଥିଲି ଏଇ ମଲ୍ଲିକୁ। ମ୍ୟାଡାମ ଚେୟାରରେ ବସି ଉଲ୍ ବୁଣୁଥିଲେ, ତଳେ ମସିଣା ଖଣ୍ଡିଏ ପକେଇ ଟିଭିକୁ ଏକା ଲୟରେ ଅନେଇଥିଲା ଏଇ ଛୋଟ ଝିଅଟି। ମୁଁ ସେଇଠି ସିଦ୍ଧାନ୍ତ ନେଇଥିଲି, ଏ ଝିଅକୁ ମୁଁ ଏଠୁ ମୁକ୍ତ କରେଇବି। ମ୍ୟାଡାମକୁ ସେ କଥା କହି ଯଥାଶୀଘ୍ର ଝିଅଟାକୁ ତା ଘରକୁ ପଠେଇ ଦେବାକୁ ଅନୁରୋଧ କରିଥିଲି। ଆଉ ଦେଖ, ସକାଳୁ ସକାଳୁ ସେ ଝିଅଟିକୁ ମୋ ଘରକୁ ପଠେଇ ଦେଇଛନ୍ତି। ମ୍ୟାଡାମ ଭାବିଛନ୍ତି
ତାର ଦୁଃଖ ଦୁର୍ଦ୍ଦଶାର ଖବର ଶୁଣି ମୁଁ ତାକୁ ଛାଡ଼ିଦେବି। ସେ ବୁଝୁନାହାନ୍ତି କେମିତି? ମୁଁ ବୋଲି ଏକଥା କହୁନି, ଜଣେ ସଭାପତି ଭାବରେ କହୁଛି। ଯଦି ଭଲରେ ନ ଛାଡ଼ିବେ ତେବେ ପୋଲିସ ନେଇ ଝିଅକୁ ସେଠୁ ଆଣି ତା ଘରେ ଛାଡ଼ି ଆସିବି। ବିଚାରୀ ଏଇ ବୟସରେ ମା କୋଳରେ ଶୋଇ ଶୋଇ ଗପ ଶୁଣିବା ଛାଡ଼ି ପର ଘରେ ଗୋତି ଖଟୁଛି। ତାକୁ ପଚାରିଲି, ଆଚ୍ଛା, ଘରେ ଥିଲାବେଳେ ତୁ କ'ଣ ସ୍କୁଲ ଯାଉନଥିଲୁ? ହଁ ବାବୁ, ଯାଇଛି, 4-5 ମାସ ଯାଇଛି। ପାଠ ପଢ଼ିବାକୁ ନୁହେଁ, ସ୍କୁଲରେ ମିଳୁଥିବା ଭାତ ଗଣ୍ଡିକ ଆଣିବାକୁ। ସେମିଜ ନଥାଏ, ପେଣ୍ଟ ନଥାଏ, ବା ତ ବହି ଖାତା କିଛି ବି ଆଣି ଦେଲାନି। ସାର୍ ରାଗିଲେ। ସ୍କୁଲ ବାଡ଼ ସେପଟେ ବା ଅନେଇ ବସିଥାଏ। ଭାତ ବଢ଼ା ହେଲେ ସେ ଗଣ୍ଡିକ ମୁଁ ତାକୁ ବଢ଼େଇ ଦିଏ। ସିଏ ତାକୁ ଝାମ୍ପି ନେଇ ପଳାଏ ମଦ ଦୋକାନକୁ। ସେତକ ଦେଇ ମହୁଲି ଚାଉଳି ଯାହା ପାଏ ପିଇଦିଏ। ଘରେ ଆମେ କେବେ ତୋରାଣୀ ମନ୍ଦାଏ କି ପାଣି ଗିଲାସେ ପିଇ ଶୋଇଯାଉ। ଫି ସନା ଆମ ଘରକୁ ପୁଅ କି ଝିଅଟାଏ ଆସେ। ପେଟ ବଢ଼େ ବାବୁ, ଅଭାବ ବି ବଢ଼େ। ବୋଉ ତ କିଛି କାମ ପାରେନି, ବା କୁହେ ଘର ସାରା କାମ ସାରି ଛୁଆମାନଙ୍କୁ ଖୁଆଇ ପିଆଇ ମୁଁ ସ୍କୁଲ ଯିବି। ତଥାପି ଯାଉଥିଲି ବାବୁ। ଦିନେ ଭାତ ଥାଳି ଦବାକୁ ଯାଉ ଯାଉ ଝୁଣ୍ଟି ପଡ଼ିଗଲି ଯେ ଗୋଡ଼ ଛିଣ୍ଡି 15 ଦିନ ବିଛଣାରେ ପଡ଼ିଲି। ଉଠିଲା ପରେ ବା ବହୁତ ପିଟିଲା, ସ୍କୁଲ ପଠେଇଲା, ହେଲେ ଆଉ ଗଲିନି। ମନେ ମନେ ଚିଡ଼ିଲି ମୁଁ। ମ୍ୟାଡମଙ୍କ ବିରୁଦ୍ଧରେ ସିନା ପଦଟେ କୁହନ୍ତା। ପଚାରିଲି, ଏଠି ଦିଦିଙ୍କ ଘରେ ତୁ କ'ଣ କ'ଣ କାମ କରୁ? ଏଠି ବାସନ ମାଜେ ଆଉ ଘର ପୋଛେ। ଶୁଖିଲା ଲୁଗା ତୋଳି ଭାଙ୍ଗି ରଖିଦିଏ, ବାସ୍ ଏତିକି କାମ। ଦିନ ସାରା ଦିଦିଙ୍କ କୁନି ପୁଅ ସାଙ୍ଗରେ ଖେଳୁଥାଏ। ଆଉ ବୁଢ଼ା ବାବୁଙ୍କ ବୋଲହାକ ଟିକେ କରେ। ବୋଲହାକ ମାନେ? ମନେ ମନେ ଖୁସି ହେଇ ପଚାରିଲି ମୁଁ। ନିଶ୍ଚୟ ତାଙ୍କୁ ଗାଧୁଆ, ଘଷା ମୋଡ଼ା, ତାଙ୍କ ଝାଡ଼ା ପରିସ୍ରା ସବୁ କରୁଥିବ ଇଏ। ମତେ କିନ୍ତୁ ନିରାଶ କରି ଉତ୍ତର ଦେଲା ସିଏ, କିଛି ନାଇଁ ମ ବାବୁ। କେତେବେଳେ ବୁଢ଼ା ବାବୁ ପାଣି ଗିଲାସେ ମାଗନ୍ତି ତ କେତେବେଳେ ବିସ୍କୁଟ 2ଟା କି ଫଳ ଟିକେ, ସେତିକି ଦିଏ। ସିଏ ଖାଆନ୍ତି କ'ଣ ମ ବାବୁ, ସବୁ ତ ମତେ ଦେଇ ଦିଅନ୍ତି। ମୋ ମନ ବୁଝିଲା ପରି ସେ ପୁଣି କହିଲା, ବାବୁଙ୍କ ଘଷା ମଜା ଗାଧୁଆ ପାଧୁଆ ପାଇଁ ତ ସୁରି ମାଉସୀ ଆସେ। ମୁଁ ଖାଲି ଘର ଜଗିଥାଏ ନା ଆଉ। ମୁଁ କୋଉ ଛାଡ଼ିବା ଜନ୍ତୁ? ମୁଁ ତାକୁ କହିଲି, ସେ ବାସନ ମଜା ଘର ପୋଛା ବି ତୁ କେମିତି ପାରୁ? ମୋ କଥା ଶୁଣି ହିଁ ହିଁ ହେଇ ହସି ହସି ଗଡ଼ିଗଲା ସିଏ। କହିଲା, ବାବୁ, ଶୁଣିଲ ପରା ଆମ ଘରେ ଅଧା ପେଟ ଖାଇକି ଉପାସ ରହି ମୁଁ କି କାମ କରୁଥିଲି। ଆଉ ଏଠି ଇଏ କି କାମ ବା? ଗ୍ୟାସ ଚୁଲାରେ ରନ୍ଧା, କଳା ନାହିଁ କି ଚିକିଟା ନାହିଁ, କଳ ପାଣିରେ ଧୁଆ, ବାସନ ବୋହି ବୋହି ନଈ ପାଖକୁ ନବାର ନାହିଁ, କି ଗିନାଟେ କି ବେଲାଟେ ହଜିଗଲେ, ହାତରୁ ପଡ଼ି ଚେପା ହେଇଗଲେ, ବାହାର ଗୋପାଳି ଖାଇବାର ନାହିଁ। ଆଉ ମତେ ଛୋଟ ପିଲା କହୁଛ ଯେ ବାବୁ, ମୋ ବଉଳକୁ ଦେଖିବ ଯା, କି କାମ ସିଏ କରୁଛି। ପୁଣି ଗୋଟେ ନୂଆ ଆସାମୀ ପାଇବା ଖୁସିରେ ମୁଁ କୁରୁଳି ଉଠିଲି। ପଚାରିଦେଲି, କିଏ ତୋ ବଉଳ? କାହା ଘରେ ଅଛି ସିଏ? ମୁହଁ ମୋଡ଼ି ଦେଇ କହିଲା ମଲ୍ଲି, କାହା ଘରେ କିଆଁ ରହିବ ମ? ତା ନିଜ ଘର କଥା ତ ତାକୁ ବଳଉଛି। ବଉଳ ତଳେ ଆହୁରି 3ଟି ଭଉଣୀ ଜନ୍ମ ହେଲେ ବୋଲି ତା ବା ରାଗି ଘର ଛାଡ଼ି ଅଲଗା ସ୍ତ୍ରୀ ନେଇ ରହିଲା। ମାଟା ଯାହା ଯେମିତି ଯୋଗାଡ଼ କରୁଥିଲା। କି ଅକାଳ ଜର ତାକୁ ହେଲା ଯେ 2ଟା ଦିନରେ ସବୁ ଶେଷ। ବଉଳ କୋଉ ବାବୁ ଘରେ କାମ କରିବାକୁ ଗଲା, ହେଲେ ବାବୁଙ୍କର ସାନ ଭାଇ ଏକୁଟିଆ ଦେଖି ତାକୁ ପାଖକୁ ଡାକି କ'ଣ ଖରାପ କଥା କହିଲା। ସେଠୁ ଛାଡ଼ି ଚାଲି ଆସିଲା। ଏଇନା ହାଜିରି କାମ କରୁଛି। ଭଉଣୀ 3ଟାଙ୍କ ତୁଣ୍ଡରେ ଦାନା ଦଉଛି। ହାଜିରି କାମ କ'ଣ କିରେ? ମୋ ମୁଣ୍ଡରେ କିଛି ପଶୁନଥିଲା। ମୁଁ ଥିଲି ବାଳ ଶ୍ରମିକ ମୁକ୍ତିର ଏକ ଅନନୁଭୂତ ଦୁନିଆରେ। ରକ୍ତରେ ମୋର ନିଶା ଲାଗି ଯାଇଥିଲା। ଦୁନିଆକୁ ନୂଆ ଆଲୋକ ଦେଖେଇବି, ସବୁ ଶିଶୁ ଶ୍ରମିକଙ୍କୁ ମୁକ୍ତି ଦେବି। ହେଲେ ମେଞ୍ଚଡ଼ ଟୋକି କୋଉ ରୂପକଥାର କାହାଣୀ ଶୁଣଉଛି ମତେ। ମଲ୍ଲି କହିଲା, ହାଜିରି କାମ ଜାଣିନ ବାବୁ? ଠିକାଦାରଙ୍କ ପାଖରେ ଯୋଉ କାମ କରନ୍ତି। ବଉଳ ମୋଠୁ 2 ବରଷ ବଡ଼ ହବ,
ହେଲେ ନନିଅପା ପରା କହୁଥିଲା ସେ ଏତେ ଜଲ୍ଦି ଜଲ୍ଦି ତା ଭାଗର ସିମେଣ୍ଟ ବସ୍ତା ସବୁ ଉପରକୁ ଟେକି ନେଇଛେ କେହି ପାରନ୍ତିନି। ଆଉ ପାରିଲିନି। ଏଥର ସିଧା ପଏଣ୍ଟ ଉପରକୁ ଆସିଗଲି ମୁଁ। କହିଲି, ଶୁଣ ମଲ୍ଲି, ସରକାର ନିୟମ କରିଛନ୍ତି, ଛୋଟ ଛୋଟ ପିଲାମାନେ ଏସବୁ କାମ କରିପାରିବେନି। ଯିଏ କରେଇବ ତାକୁ ପୋଲିସ ବାନ୍ଧି ନେବ। ସେମାନେ ଖାଲି ପାଠ ପଢ଼ିବେ, ମାଗଣାରେ ସ୍କୁଲରେ ଖାଇବେ ଆଉ ଘରେ ରହିବେ। ଛଳ ଛଳ ହେଇଗଲା ମଲ୍ଲିର ଆଖି। କହିଲା, କାହିଁକି ବାବୁ? ଓଳିଏ ମାଗଣାରେ ଭାତ ଖାଇ ପାଠ ପଢ଼ିଲେ ଜାମାପଟା ମିଳିବନି କି ରୋଗ ବୈରାଗ ହେଲେ ଔଷଧ ଟୋପାଏ ମିଳିବନି। ଛୁଟି ଦିନରେ କିଏ ଆସି ଘରେ ଖାଇବାକୁ ଦେଇଯିବନି କି ସ୍କୁଲ ଯାଇପାରୁନଥିବା ବଉଳର ଭଉଣୀମାନଙ୍କ ଭଳି ଛୋଟ ଛୋଟ ପିଲାମାନଙ୍କ ପେଟ ପୂରେଇ ଦେବନି। ମଦୁଆ ବାପଠୁ ଦିନ ରାତି ମାଡ଼ ଖାଇ ଭୋକ ଉପାସରେ ପଡ଼ି ଘରର ଦୁନିଆ କାମ କରିବା ଠାରୁ ଇଏ କ'ଣ ଭଲ ନୁହେଁ ବାବୁ? ଏଠି ତ ଦିନକୁ 4 ଥର ପେଟ ପୂରା ଖାଉଛି ମୁଁ। ଘରେ 4 ଦିନରେ ଥରେ ଭାତ ମୁହଁ ଦେଖିବାକୁ ମିଳିବ କି ନା କହି ହୁଏନି। ଏଠି ବୁଢ଼ା ବାବୁ ଖାଇସାରିଲା ପରେ ସୁରି ମାଉସୀ ପାଇଁ ଖାଇବା ରଖିଦେଇ ଦିଦି ଆଉ ମୁଁ ଖାଉ। 3 ଖଣ୍ଡ ମାଛ ଥିଲେ ବି ଦିଦି ସମାନ ଭାଗ କରନ୍ତି। ସିଏ 2 ଖଣ୍ଡ ନେଇ ମୋତେ ଦିଅନ୍ତିନି। ପୁଣି କହିଲା, ଘର କଥା କହୁଛ ଯେ ବାବୁ, ଘରର ମାନେ କ'ଣ ସମସ୍ତଙ୍କ ପାଇଁ ସମାନ? ଏଇ ଛୋଟ ଝିଅଟିର ଯୁକ୍ତି ଆଗରେ ଧୀରେ ଧୀରେ ଦୁର୍ବଳ ହେଇଯାଉଥିଲି ମୁଁ। ତଥାପି ତାକୁ ବୁଝଉଥିଲି, ଦେଖ, ପାଠ ପଢ଼ିଲେ ଚାକିରି ଖଣ୍ଡେ କରି ଆରାମରେ ରହିପାରିବୁ ତ? ଚାକିରି? ହୁଃ! ଗୋଟେ ଫୁତ୍କାରରେ ମୋର ସବୁ ପ୍ରଚେଷ୍ଟାକୁ ଉଡ଼େଇ ଦେଲା ସିଏ। ଆମ ସାହିର ରଘୁଦାଦା ପୁଅ ଦୀନା ନାନା, ମକୁନ୍ଦି ଭୋଇର ପୁଅ ଟୁକୁନା, କାବେରୀ ଖୁଡ଼ିର ଦିଅର ସପନୀ ସମସ୍ତେ କଲେଜ ପାସ୍। ଚାକିରି ନା ଛତୁ? ପାଠ କଥା କହୁଛ ଯେ ବାବୁ, ମୋତେ ଦିଦି ପଢ଼ଉଛନ୍ତି। ଅ ଆ ସାରି ମୁଁ ପଣିକିଆ ବି 11 ପଞ୍ଚା ଯାଏଁ ଶିଖି ସାରିଲିଣି। ଚକ୍ରବ୍ୟୁହ ଭିତରେ ମୁଁ ଅଭିମନ୍ୟୁ। ଛାଟିପିଟି ହେଇ ମୁକୁଳିବାର ରାସ୍ତା ଅଣ୍ଡାଳୁଥିଲି। ମୁକ୍ତି, ସ୍ୱାଧୀନତା, କି ଦୁର୍ବାର ଦୁର୍ଜୟ ଶବ୍ଦଗୁଡ଼ିକ ସତରେ। ତଥାପି ପଚାରିଲି, ତତେ ଏଠିକି ଦିଦି ପଠେଇଛନ୍ତି ନା ମଲ୍ଲି? ବସିବା ଜାଗାରୁ ଉଠି ପଡ଼ିଲା ସିଏ। କହିଲା, କି ଭୁଲା ମନ ମୋର ଦେଖୁଛନ୍ତି ବାବୁ। ଆପଣ କାଲି ଆସିବା ପରେ ଦିଦି ମୋତେ କହିଲେ, ମଲ୍ଲି, ମୋ ପାଖେ ରହିପାରିବୁନି। ସକାଳୁ ଦିଦି ରୋଷେଇ କରୁଛନ୍ତି, ଟିକେ ଏଇଠୁ ଆସେ କହି ମୁଁ ଆସି ଏଠି ବସିଛି ଯେ ବସିଛି। କେତେ ଖୋଜୁଥିବେ ମୋତେ। ମୁଁ ଯାଏ। ଯାଉ ଯାଉ ଫେରି ଠିଆ ହେଲା ପୁଣି। କହିଲା, ବାବୁ, ସରକାର ଘର କୋଉଠି ମୁଁ ତ ଦେଖିନି, ଆପଣ ଦେଖିଥିବେ। ଟିକେ ଯାଇ ତାଙ୍କୁ ବୁଝେଇଦେବେ ବାବୁ। ଆମ ଭଳି ହିନି କପାଳୀମାନଙ୍କ ପାଇଁ ଆମ ନିଜ ଘରଠୁ ଇଏ ବହୁତ ଭଲ। ଆମେ ତ ବାବୁ ଘର ଛୁଆ ନୁହେଁ। ମୁଁ ନିର୍ବାକ୍। ମଲ୍ଲିର ଛୋଟ ଦେହଟା ଧୀରେ ଧୀରେ ଗଳିମୁଣ୍ଡରେ ବିନ୍ଦୁରେ ପରିଣତ ହେଇଯାଉଥିଲା। ଶୁଣୁଥିଲେ ଗଳ୍ପ ମଲ୍ଲି, କାଲି, ଆଜି ଆଉ କାଲି। ସମସ୍ୟା ଯେମିତି ଅସରନ୍ତି, ସମାଧାନ ବି ସେମିତି ଅସରା। ବେଳେବେଳେ ରାସ୍ତା ସରିଯାଏ ସିନା, ଲକ୍ଷ୍ୟ ହାସଲ ହୁଏ ନା। ତେବେ ଗପ କେମିତି ଲାଗିଲା ଶୁଣିସାରି ମତାମତ ଦେବାକୁ ଜମା ଭୁଲିବେନି। ମୁଁ ପୁଣି ଥରେ ଆସିବି ଆଉ ଏକ ନିଆରା ଗପ ଚାଙ୍ଗୁଡ଼ି ଧରି। ସେ ଯାଏ ରହୁଛି। ନମସ୍କାର।